ଧ ଧ ଧ ଧ ଧ ଧ ତାକୁ ଧ ତାକୁ ଧ ତାକୁ ଧ ତାକୁ ଧ ତାକୁ ଏଇ ଆଜ୍ଞା କ'ଣ କହିଲେ? ଧରିବେ? କାହାକୁ ଧରିବେ? ଟଙ୍କା ଉଡ଼ୁଛି, ଟଙ୍କା ଉଡ଼ୁଛି, ତାକୁ ଧ ଧ ଧରିପାରିଲେ ଧନୀ ହଉ, ନହେଲେ ନ ଧ ନ ଆଗେ ଧର, ତାକୁ ଉଠେଇକିରି ଧର, ଧରିକିରି ତାକୁ ବାହାରେ ପକାନା, ସଞ୍ଚୟ କର, ଗୁପ୍ତ କର, ନହେଲେ ସେ ତୋର ନୁହେଁ। ସେଇଥିପାଇଁ ତ ଟଙ୍କା ପଇସା ସୁନା ରୂପାକୁ ଧନ କୁହାଯାଏ। ହଁ ବନ୍ଧୁ, ଆପଣ ସମସ୍ତଙ୍କୁ ଏହି ଆଲୋଚନାକୁ ସ୍ୱାଗତ। ଆଜି ଆମେ ବୃହସ୍ପତି ଚଳନର 10ମ ଭାଗ ଆଲୋଚନା କରିବା ଯେ 21, 22, 23 এই 3 ନକ୍ଷତ୍ର। 21 ବିଭକ୍ତକ 10 ବୋଇଲେ ଉତ୍ତର ଷାଢ଼ା ମକର, ଆଉ 22 ବିଭକ୍ତକ 10 ଶ୍ରବଣା ମକର, 23 ବିଭକ୍ତକ 10 ଧନିଷ୍ଠା ମକର। ଧନିଷ୍ଠା ମକର ପାଖରୁ ମାନେ ଶେଷ ଆଡ଼ୁ ଆମେ ଯିବା। ମକର ପାଖରୁ ଗଣିବା। ମକରକୁ ଲଗ୍ନ ନେଇ ଯଦି ହିସାବ କରିବା ତାହେଲେ ମକର, କୁମ୍ଭ, ମୀନ, ମେଷ, ବୃଷ, ମିଥୁନ। ମିଥୁନ ହେଲା 6, ମାନେ ମକର ରାଶିର ଷଷ୍ଠ ବୃହସ୍ପତି। ଷଷ୍ଠେ କର୍ଣ୍ଣ ନିପାତିତ। ଷଷ୍ଠ ବୃହସ୍ପତି ହେଲାବେଳେ ମହାରଥୀ, ଅତି ବୁଦ୍ଧିମାନ, ଅତ୍ୟନ୍ତ ସାହସୀ, ନିର୍ଭୀକ, ମହାବୀର, ମହାଦାତା, ଅତି ଦାନୀ କର୍ଣ୍ଣଙ୍କର ବିନାଶ ହୋଇଥିଲା। କାହିଁକିନା ବୃହସ୍ପତି ଷଷ୍ଠ ହେଲେ ବୁଦ୍ଧି ବିପରୀତ ହୁଏ, ଭଲ କାମ ଭୁଲ ଲାଗେ, ଭୁଲ କାମ ଭଲ ଲାଗେ, ଉତ୍ତମ ଲୋକ ଅନୁତ୍ତମ ଲାଗନ୍ତି, ଆଉ ଅନୁତ୍ତମ ଅଧମ ଲୋକ ଉତ୍ତମ ଲାଗନ୍ତି। ସବୁ ଭଲ କାର୍ଯ୍ୟ କରିବା ପାଇଁ ଆଗ୍ରହ ଆସେନି, ମନ୍ଦ କାର୍ଯ୍ୟ କରିବା ପାଇଁ ଆଗ୍ରହ ଆସେ। ଏଇଟା ହେଉଛି ଷଷ୍ଠ ବୃହସ୍ପତିର ଫଳାଫଳ। ଯେଉଁ ଧନିଷ୍ଠା ମକର 23 ନକ୍ଷତ୍ର, ତାଙ୍କ ପାଇଁ ହିସାବରେ ସିନା 6, କିନ୍ତୁ ଫଳ କହୁଛି ତାଙ୍କର ଏକାଦଶ ବୃହସ୍ପତି। କେମିତି ଜାଣିଲି? ଶୁଣୁନାହାନ୍ତି। ଧନିଷ୍ଠା ମକରକୁ ବୃହସ୍ପତି ବହୁ ସଦ୍ଜ୍ଞାନ ଦେବେ। ତାଙ୍କ ବୁଦ୍ଧି ବିପରୀତ ହେବନି। ତାଙ୍କର ଧନ ଜନ ଗୋପ ଲକ୍ଷ୍ମୀ ବଢ଼ିଯିବ। କେମିତି ବଢ଼ିବ, କ'ଣ ବଢ଼ିବ, କାହିଁକି ବଢ଼ିବ, ଏ ପ୍ରଶ୍ନ ଆପଣଙ୍କ ହୃଦୟକୁ ଆନ୍ଦୋଳିତ କରୁଛି ନା? ଗୋଟେ ଯୁକ୍ତି ଆପଣଙ୍କ ସହିତ ମୁଁ କରିଥିଲି ଯେ ବୃହସ୍ପତି ବିଷୟରେ ଆଲୋଚନା କଲାବେଳେ ଆମେ ପ୍ରଥମେ ଦେଖିବା ଆମ ଜାତକରେ ବୃହସ୍ପତି କେନ୍ଦ୍ରାଧିପତି କି? ଯଦି ସେ କେନ୍ଦ୍ରାଧିପତି ନୁହେଁ ତାହେଲେ ଅବଶ୍ୟ କିଛି ଦେବେ। ଯଦି ସେ କେନ୍ଦ୍ରାଧିପତି ନୁହନ୍ତି, ତୃତୀୟ, ଷଷ୍ଠ, ଦ୍ୱାଦଶ, ଅଷ୍ଟମରେ ନାହାନ୍ତି, ଆଉ ଅଛନ୍ତି ମୀନରେ, ଧନୁରେ, ମେଷରେ, ବିଛାରେ, କର୍କଟରେ, ସିଂହରେ, ଲଗ୍ନରେ, ଚତୁର୍ଥରେ, ସପ୍ତମରେ, ଦଶମରେ, ପଞ୍ଚମରେ, ନବମରେ ସେ ଅଜାଡ଼ି ଦେବେ। ଧନିଷ୍ଠା ମକର ଯାହା ବିଷୟରେ ମୁଁ କହୁଛି ଯେ ଭୂମି ଆଉ ଅର୍ଥ ପ୍ରବଳ ପାଇବେ। ତାଙ୍କ ଜାତକରେ ବୃହସ୍ପତି କେନ୍ଦ୍ରାଧିପତି ହୋଇଥିବେ ତାହେଲେ ତାଙ୍କୁ ଏ ସୁଖ ମିଳିବ ନାହିଁ।
ଯଦି ତୃତୀୟ ଷଷ୍ଠ ଦ୍ୱାଦଶ ଅଷ୍ଟମରେ ଥିବେ ତାଙ୍କୁ ମିଳିବ ନାହିଁ। ଅନ୍ୟପକ୍ଷରେ ଶ୍ରବଣା ମକର ଓ ଉତ୍ତରାଷାଢ଼ ମକର ମାନେ 22 ଆଉ 21 ନକ୍ଷତ୍ର ଆଙ୍କ ଜାତକରେ ଯଦି ବୃହସ୍ପତି ଲଗ୍ନ ଚତୁର୍ଥ ସପ୍ତମ ଦଶମରେ ଥିବେ, ନବମ ପଞ୍ଚମରେ ଥିବେ, କର୍କଟରେ ଉଚ୍ଚରେ ଥିବେ, ମୀନ ଆଉ ଧନୁରେ ନିଜ ଘରେ ଥିବେ, ମେଷ ଆଉ ବିଛା ମିତ୍ର ଘରେ ଥିବେ, କର୍କଟ ସଖା ଘରେ ଥିବେ, ସିଂହ ଧନୁ ବନ୍ଧୁ ଘରେ ଥିବେ, ତାହେଲେ ସେମାନଙ୍କ ପାଇଁ ଯେଉଁ ଯେଉଁ ଦୁଃଖ ବର୍ଣ୍ଣନା କରାଯିବ ସେ ଦୁଃଖ କମ୍ ହେବ। ଧନିଷ୍ଠା ମକର ଯାହା ଯେଉଁ ଆଲୋଚନା କଲି, ଆଗେ ଏ ଆଲୋଚନା କରିବେ, ତା ଚିନ୍ତା କରିବେ, ବିଚାର କରିବେ, ତାପରେ ଶୁଣିବେ। ଉଦାହରଣତଃ ଯେଉଁ ଘରଣୀ ଆମକୁ ଖାଇବାକୁ ଦିଅନ୍ତି ତରକାରୀ ଡାଲି ଭାତ, ସେ ଆଗେ ଗୃହସ୍ଥକୁ କହନ୍ତି ଏଇ ଜିନିଷ ଘରେ ନାହିଁ ପରା, ଆଜି ରୋଷେଇ କେମିତି ହେବ, ଯାଅ ନା ଆଣିବ। ଗୃହସ୍ଥ ଗୃହିଣୀକୁ ସମର୍ଥନ କଲେ, ଜିନିଷ ଯୋଗାଇ ଦେଲେ, ତାପରେ ଗୃହିଣୀ ତାଙ୍କ ଯୋଜନା କଲେ। ତେଣୁ ଆମେ ସେମିତି କୌଣସି ବିଷୟ ଆଲୋଚନା କରିବା ପୂର୍ବରୁ ଯାହା ବିଷୟରେ ଆଲୋଚନା କରିବା ସେ ଜାତକରେ କେଉଁ ଅବସ୍ଥାରେ ଅଛନ୍ତି ବୁଝିବା। ଧନିଷ୍ଠା ମକରଙ୍କର ଯଦି ଭଲ ଯୋଗ ଅଛି ତାହେଲେ ତାଙ୍କର ଆୟ ବିଭିନ୍ନ ହେବ। ତାଙ୍କ ସମ୍ମୁଖରେ ଟଙ୍କା ଉଡ଼ୁଥିବ, ଖାଲି ଧରିପାରିଲେ ହେଲା। ବିଭିନ୍ନ ପ୍ରକାର ଯୋଜନା ମୁଣ୍ଡକୁ ଆସିବ, ବିଭିନ୍ନ ବାଟ ଖୋଲିଯିବ। ବୃହସ୍ପତି ସମ୍ମୁଖରେ ରହି ଅଦୃଶ୍ୟ ଭାବରେ ସେ ବାଟ ଦେଖାଇ ଦେବେ। ବିଭିନ୍ନ ଯଦି ଯୋଗ ଭଲ ଅଛି, ଜାତକରେ ବୃହସ୍ପତି ଭଲ ଅଛନ୍ତି, ଏତେ ପ୍ରବଳ ଅର୍ଥ ଆସିବ ଯହିଁରେ ପରିବାର ପ୍ରତିପୋଷଣ କରି ସାରି ମନ ହେବ ଯେତେ ଋଣ, ଯେତେ ଧାର ଉଧାର ଅଛି, କରଜ ଅଛି, ତାକୁ ଆଗେ ସୁଝିଦିଏ, ତେବେ ଯାଇ ଆଉ କିଛି ବିଳାସ ବ୍ୟସନ କରିବି। ସେଥିରେ ମଧ୍ୟ ଆହୁରି ଲାଭ। ସବୁ ସୁଝି ସାରିଲା ପରେ ବଳକା ଅର୍ଥରେ ଭୂମି କିଣା ହେବ, ସୁନା କିଣା ହେବ। କାହା ପାଇଁ କହିଛି? ମୁଁ ଧନିଷ୍ଠା ମକର ପାଇଁ କହିଲି। କିନ୍ତୁ ଶ୍ରବଣା ମକର 22 ନକ୍ଷତ୍ର ଯଦି ବୃହସ୍ପତିଙ୍କ ସ୍ଥିତି ଖୁବ୍ ଠିକ୍ଠାକ୍, ତାହେଲେ ତାଙ୍କ ପାଇଁ ଆସିବାକୁ ଥିବା ବଡ଼ ବଡ଼ ସମସ୍ୟା କମିଯିବ। ଯଦି ଜାତକରେ ବୃହସ୍ପତିଙ୍କର ସ୍ଥିତି ଠିକ୍ଠାକ୍ ନୁହେଁ, ତାହେଲେ ଆସିବାକୁ ଥିବା ଦୁଃଖ ବଢ଼ିଯିବ। 22ଙ୍କ ପାଇଁ କ'ଣ ହେବ ନା ଦୁଃଖ ଆସିବ। ସମସ୍ତଙ୍କ ଦୁଃଖ ଭିନ୍ନ ଭିନ୍ନ, ମାନସିକ, ପାରିବାରିକ, ସାମାଜିକ, ଆର୍ଥିକ, କୌଳିକ, ବୌଦ୍ଧିକ, ବନ୍ଧୁଗତ, ବୃତ୍ତିଗତ ଦୁଃଖ ଭିନ୍ନ ଭିନ୍ନ। ତେଣୁ ଦୁଃଖ ବିଭିନ୍ନ ଉପରେ ଆସିବ। ପ୍ରବଳ ଅର୍ଥ ଥିବ ଘରେ, 5-7 ପୁଅ ପାଖରେ ଥିବେ, ଅଯୋଗ୍ୟ ପୁଅ ହେଇଥିବେ, ଅର୍ଥ ଗୁଡ଼ାକ ଚୋରି ହେଇଯିବ, ନଷ୍ଟ ହେଇଯିବ, କେସ୍ ବାସରେ ଚାଲିଯିବ। ତେଣୁ ଦୁଃଖ ଆସିବ, ମାନସିକ ଦୁଃଖ ଆସିବ। କିଏ ନେଇଥିଲା ପଇସା ଦେଲାନି, ପୁଅ ଭଦ୍ର ଥିବ, ଏ ସମୟରେ ପଦେ ଖାଲି କହିଦେବ, ତମେ କ'ଣ କରିଛ, ବାସ୍ ସେତିକିରେ ବାପାଙ୍କର ମନ ଚୁଣା ହେଇଗଲା। ଅର୍ଥାତ୍ 22 ନକ୍ଷତ୍ର ବିଶିଷ୍ଟ ଲୋକଙ୍କର ଦୁଃଖ ଆସିବ। ମାନସିକ, ଶାରୀରିକ, ପାରିବାରିକ, ସ୍ୱାମୀ ସ୍ତ୍ରୀରେ କଳହ ହେବ, ଭାଇ ଭାଇରେ କଳହ ହେବ, ସମାଜରେ ଯେଉଁ ପ୍ରତିପତ୍ତିବତା କମିଯିବ, ଲୋକ ମୁହଁକୁ ଚାହିଁବେନି, ଏ ଦୁଃଖ ଆସିବ। କାରଣ 22 ପାଇଁ ଯଦି ଜାତକରେ ବୃହସ୍ପତି ଭଲ ଜାଗାରେ ଥିବେ, ଯାହା ଯାହା ବର୍ଣ୍ଣନା କଲି ହେଲା, ତାହେଲେ ଏ ଦୁଃଖ କମ୍ ହେବ। କିନ୍ତୁ 21 ନକ୍ଷତ୍ର ଯାହା ଉତ୍ତରାଷାଢ଼ ନକ୍ଷତ୍ର, ଯଦି ଉତ୍ତରାଷାଢ଼ ମକର, ଧନୁ ନୁହଁ, ଧନୁ ପାଇଁ ତ ବହୁତ ଲାଭ ଅଛି, କାଲି କୁହାହେଇଥିଲା।
କିନ୍ତୁ ମକର ପାଇଁ ହେଲା ଦଶମ ମାନେ ମକରକୁ ହେଇଗଲା, ତାହେଲେ ମକର ରାଶି ଉତ୍ତରାଷାଢ଼ା ମକର ତାଙ୍କର ଦ୍ରବ୍ୟ ହାନି ହେବ ବୋଲି କେତେବେଳେ ହଜିଯିବ, କେତେବେଳେ ଚୋରି ହେଇଯିବ, କେତେବେଳେ ପକେଟ ମର ହେଇଯିବ। ଚାଷୀମାନଙ୍କର ବା ବିପଦ ହେଲା, ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ଏସବୁ ଘଟଣା ଘଟିବ। ପଙ୍ଗପାଳ ଲାଗିଯିବେ, ଚାଷରେ ପୋକ ଲାଗିଯିବେ, ଚାଷ ହେଇପାରିଲାନି, ଦ୍ରବ୍ୟ ନଷ୍ଟ ହେଲାନି। ସବୁ ଜିନିଷ ଏବେ ଯେମିତି ଏ ବର୍ଷ ହେଲା, ଧାନ ସବୁ ନେଇ ମଣ୍ଡିରେ ରଖିଲେ, ହେଲା ବର୍ଷା ବାତ୍ୟା ଗଲା, ନଷ୍ଟ ହେଲା କି ନାହିଁ। ଏବେ ଯେଉଁ ହେଇଗଲା କାଳବୈଶାଖୀ, ମୁଗ ଉପଡ଼ା ଚାଲିଛି, ବାସ୍ ନଷ୍ଟ ହେଇଗଲା କିଛି, ମାନେ ନଷ୍ଟ, ଦ୍ରବ୍ୟ ହାନି। ସେଇଭଳି ପିଲା ପରୀକ୍ଷା ଦେଇକି ଆସିଥିଲା, ଭାରି ଖୁସିରେ କହିଲା ମୋର ନମ୍ବର ବଢ଼ିଆ ଆସିବ, ଫାଷ୍ଟ ହେବ, କିନ୍ତୁ ତା ଦୁର୍ଭାଗ୍ୟ ତା ଖାତାଟି ଭଲ ଭାବରେ ଦେଖା ହେଇପାରିଲା ନାହିଁ। କେହି ଜଣେ ବୁଦ୍ଧିହୀନ, ଜ୍ଞାନହୀନ, ଅଯୋଗ୍ୟ ତା ଖାତା କରସନ କଲେ, ସବୁ ଯାକ ଭୁଲରେ ରାଇଟ୍ ମାଇଲେ, ରାଇଟ୍କି ଠିକ୍ ତାକୁ ଛକି ମାଇଲେ। ମାର୍କ ଦେବା କଥା ଯାହା ତାର କମିଗଲା। ଯଦି ସେ ବଡ଼ ଲୋକର ପୁଅ ତାହେଲେ ସେ କୋର୍ଟ ପର୍ଯ୍ୟନ୍ତ କଥା ନେଲା, ତା ଖାତା ରିଚେକ୍ ହେଲା। ଯଦି ସେ ଗରିବ ପୁଅ ଏତେ ଆଗେଇ ବାହାରିଲାନି, ଗଲା ମାଟି ହେଇଗଲା, ଦ୍ରବ୍ୟ ହାନି ହେବ। ମାନେ ମୋଟାମୋଟି ଭାବରେ ଉତ୍ତରାଷାଢ଼ା ମକରର ଦ୍ରବ୍ୟ ହାନି ହେବ, ଶ୍ରବଣ ମକରର ସବୁ ଦୁଃଖ ହେବ, କିନ୍ତୁ ଧନିଷ୍ଠା ମକର ପାଇଁ ସବୁ ଦିଗରୁ ଲାଭ ହେବ। ବନ୍ଧୁ ଆଗେ ବିଚାର କରିବେ ଆପଣଙ୍କ ଜାତକରେ ବୃହସ୍ପତିର ସ୍ଥିତି କ'ଣ। ଯଦି ସ୍ଥିତି ଭଲ, ତାହେଲେ ଧନିଷ୍ଠା ମକର ପାଇଁ ସବୁ ଦିଗ ଭଲ ହେବ। ଯଦି ସ୍ଥିତି ଭଲ, ଶ୍ରବଣା ଆଉ ଉତ୍ତରାଷାଢ଼ାଙ୍କର ସେତେ କିଛି କ୍ଷତି ହେବନି, ସେତେ କିଛି ଦ୍ରବ୍ୟହାନି ହେବନି। ଯାହା କିଛି ହେବ ସେ ମନକୁ ବୁଝେଇ ଦେଇ ହେବ। ଯଦି ସ୍ଥିତି ଖରାପ, ତାହେଲେ ଧନିଷ୍ଠା ମକରର ମଧ୍ୟ ସେତେ କିଛି ଲାଭ ହେବନି, ଆଉ ଶ୍ରବଣା ଆଉ ଉତ୍ତରାଷାଢ଼ା ପାଇଁ ଟିକେ ଅଧିକ କ୍ଷତି ହେବ। ଏମିତି ଲାଭ କ୍ଷତି ମଧ୍ୟରେ, ଖରା ଛାଇ ମଧ୍ୟରେ, ସୁଖ ଦୁଃଖ ମଧ୍ୟରେ ମକର ରାଶି ବୃହସ୍ପତିଙ୍କର କଲ୍ୟାଣ ପାଇବେ। ଆଜି ରହିଲି, ନମସ୍କାର। ଓମ୍ ଶାନ୍ତି ଶାନ୍ତି ଶାନ୍ତି।